ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ সর্বশ্রেষ্ঠ নামରେ ଆପଣଙ୍କୁ শুভେচ্ছা। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 32 ଗୀତର 5ମ ପଦରେ ଆମମାନେ ଏହିପରି ପାଠ କରୁଅଛୁ। ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ। ମୁଁ କହିଲି, ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି। ତହିଁରେ ତୁମ୍ଭେ ମୋହର ପାପ ଘଟିତ ଅଧର୍ମ କ୍ଷମା କଲ। ଗୀତରଚକ ଦାଉଦ କହନ୍ତି, ମୁଁ ଆପଣା ଅଧର୍ମ ଲୁଚାଇଲି ନାହିଁ। ପ୍ରକୃତରେ ଏହା ହିଁ ତାଙ୍କର ପାପ କ୍ଷମା ପ୍ରାପ୍ତ ହେବାର ରହସ୍ୟ ଥିଲା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଗୋଟିଏ ଦୃଷ୍ଟାନ୍ତ କହିଲେ। ଜଣେ ଧନବାନ ବ୍ୟକ୍ତିଙ୍କର 2 ପୁତ୍ର ଥିଲେ। ସାନ ପୁଅ ନିଜର ଭାଗର ସମ୍ପତ୍ତି ମାଗି ନେଇ ବିଦେଶକୁ ଯାତ୍ରା କରି ସେଇଠାରେ ସବୁ ସମ୍ପତ୍ତି କଦାଚାରରେ ଉଡ଼ାଇ ଦେଲା। ସେହି ସମୟରେ ଦୁର୍ଭିକ୍ଷ ହେଲା, ପେଟ ଭରିବା କଷ୍ଟକର ଥିଲା। ସେତେବେଳେ ସେ ଚେତନା ପାଇଲା, ପୁଣି ଚିନ୍ତା କଲା, ମୁଁ ଉଠି ବାପାଙ୍କ ପାଖକୁ ଯିବି, ପୁଣି ତାଙ୍କୁ କହିବି, ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ପାପ କରିଅଛି। ମୁଁ ତୁମ୍ଭର ପୁତ୍ର ହୋଇ ରହିବାର ଆଉ ଯୋଗ୍ୟ ନୁହେଁ। ମୋତେ ତୁମ୍ଭର ମୂଲ୍ୟମାନଙ୍କ ପରି ଜଣେ ରଖ। ସେ ସେତେବେଳେ ଏଇ କଥା ବାପାଙ୍କୁ କହୁଥିଲା। ବାପା ତାକୁ ଆଲିଙ୍ଗନ କଲେ, ପୁଣି ତାହାକୁ କ୍ଷମା କଲେ, ପୁଣି ପୁତ୍ରତ୍ୱର ସମ୍ପୂର୍ଣ୍ଣ ଅଧିକାର ତାହାକୁ ଦେଲେ। ଅଧର୍ମ ଲୁଚାଇଲେ କି ଲାଭ ହେବ? ଇସ୍ରାଏଲ ଯେତେବେଳେ ଈଶ୍ୱରଙ୍କ ବିରୁଦ୍ଧ ଆଚରଣ କଲା, ଈଶ୍ୱର ତାହାକୁ କହିଲେ, ତୁମ୍ଭେମାନେ ଅତିଶୟ ଦ୍ରୋହାଚରଣ କରି ଯାହାଙ୍କଠାରୁ ବିମୁଖ ହୋଇଅଛ ତାହାଙ୍କ ନିକଟକୁ ଫେରିଆସ। ଆମ୍ଭେ ଅନୁଗ୍ରହକାରୀ, ଆମ୍ଭେ ଆପଣା କ୍ରୋଧ ସଦାକାଳ ରଖିବା ନାହିଁ। ଯଦି ଆପଣ ନିଜର ପାପ ନ ଲୁଚାଇ ତାହାଙ୍କ ସମ୍ମୁଖରେ ତାହା ସ୍ୱୀକାର କରିବେ, ସେ ଆପଣଙ୍କୁ କ୍ଷମା କରିବେ, କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଦାଉଦଙ୍କ ପରି ଆସନ୍ତୁ, ତାହାଙ୍କୁ କହିବା, ହେ ପରମେଶ୍ୱର, ମୋର ଅନୁସନ୍ଧାନ କର ଓ ମୋ ଅନ୍ତଃକରଣର ପରିଚୟ ନିଅ। ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପ ସବୁ ଜ୍ଞାତ ହୁଅ। ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ, ଏହା ଦେଖ। ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ। ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।